ଦେଖନ୍ତୁ କାରଖାନାର ଖାଇବା ତ ଆମେ ବିଗତ 7-8 ଦିନ ଧରି ଦେଖି ଚାଲିଛେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଇଲେକ୍ଟ୍ରୋନିକ୍ସ ମିଡ଼ିଆରେ। ଆଜି ନିଶ୍ଚିତ ଭାବରେ ଯେତେବେଳେ ଖବର ପାଇଲି ମୋର ବଡ଼ ଭାଇ ଚନ୍ଦନ ଭାଇ ମଧ୍ୟ 2 ଥର ଖାଇଛନ୍ତି, ମୋତେ କହିଲେ ନିଶ୍ଚିତ ଭାବରେ ମୁଁ ଆଜି ଆସିଲି। ମୁଁ କହିଲି ରେଲୱେରୁ ଆସିଛି, ନିଶ୍ଚିତ ଭାବରେ ଖାଦ୍ୟର ମାନ ଅତି ଉନ୍ନତ ମାନର ଉତ୍କୃଷ୍ଟ ସ୍ୱାସ୍ଥ୍ୟପ୍ରଦ, ତେଣୁ ଖାଦ୍ୟର ସବୁ ଦିଗକୁ ଇଏ କରାଯାଇଛି ଏବଂ ତା'ର ଯେଉଁ ବ୍ୟବସ୍ଥା ଅତି ସୁନ୍ଦର ହୋଇଛି। ଦୁଇ ଯାହାଙ୍କର ଆମେ ଜାଣିଛେ ମନ କେଉଁଠି ନା କେଉଁଠି ଖଟକା ହୁଏ, ବିବାଦ ହୁଏ, କିନ୍ତୁ ଆଜି ସେମାନେ 2 ଜଣ ମିଶିକି ଆଜି ଏକ ମନ ଏକ ପ୍ରାଣ ହେଇକି ଆଜି କାମ କରିଛନ୍ତି ଏବଂ ଲୋକଙ୍କୁ ଖାଇବା ଲାଭ କ୍ଷେତ୍ର କଥା ଉଠେନି। ଏଇଟା ଲୋକମାନେ କେମିତି ସୁନ୍ଦର ଖାଦ୍ୟ ଖାଇପାରିବେ, ଭଲ ଖାଦ୍ୟ ଖାଇପାରିବେ। ଆଜିକାଲି ଦେଖନ୍ତୁ ହୋଟେଲ ବଜାର ଯେଉଁଠି ଖାଇଲେ ଠିକ୍ ଖାଦ୍ୟ ମିଳୁନି, ବାସି ଖାଦ୍ୟ, କେଉଁଠି ପୋଡ଼ା ତେଲ, କେଉଁଠି କ'ଣ ରଙ୍ଗ ମସଲା, କିନ୍ତୁ ସୁନ୍ଦର ଖାଦ୍ୟ ଦେବା ଏବଂ ଭୁବନେଶ୍ୱର ଭଳି ଜାଗାରେ ଆମର ଆଇଜି ପାର୍କ ପାଖରେ ଯେଉଁଭଳି ଭିଡ଼ ରହୁଛି ଏବଂ କେତେବେଳେ ଶୁଖୁଆ ବାଲିଅନ୍ତାରୁ ଆସୁଛି, ଫ୍ରେଶ୍ ଚିକେନ୍ ଆସୁଛି, କେତେବେଳେ ସାଧା ଖାଦ୍ୟ, ସବୁ ଜିନିଷକୁ ବାର ଅନୁସାରେ ତାକୁ ଯେଉଁ ପ୍ରୟାସ କରିଛନ୍ତି, ଏହା ସୁନ୍ଦର ପ୍ରୟାସ। ଆଗାମୀ ଦିନରେ ଏହା ଆହୁରି ବ୍ୟାପକ ହେବ। ଆମ ସମସ୍ତଙ୍କର ସହଯୋଗ ସହଭାଗିତା ରହିଲେ 2 ମ୍ୟାଡ଼ାମଙ୍କର ପ୍ରୟାସ ଆହୁରି ଲୋକାଭିମୁଖ ହେବ ଏବଂ ଲୋକମାନେ ଖାଦ୍ୟ ଖାଇବେ ଏବଂ ତା'ର ମଜା ନେବେ। ରାଜଧାନୀର ଯଦି ଅନ୍ୟ ରେଷ୍ଟୁରାଣ୍ଟ ମାନଙ୍କର ଖାଦ୍ୟ ସହିତ ତୁଳନା କରିବା, କ'ଣ କ'ଣ ଡିଫରେନ୍ସ ରହିବ? ଦେଖନ୍ତୁ ରେଷ୍ଟୁରାଣ୍ଟର ଖାଦ୍ୟ ଆମେ ଅଧିକା ପଇସା ଦେଉଛେ ଖାଉଛେ, କିନ୍ତୁ ଏଇଟା ଦେହ ପାଇଁ କ୍ଷତି ରହୁଛି। ମସଲା, ତେଲ, ବିଭିନ୍ନ ବାସି ଏଇସବୁ ଜିନିଷ ରହୁଛି, ଯାହା ଆମେ ପରେ ହଇରାଣ ହେଉଛେ, ଝାଡ଼ା ବାନ୍ତିର ଶିକାର ହେଉଛେ, ଅନ୍ୟାନ୍ୟ ରୋଗ ହେଉଛି। କିନ୍ତୁ ଏଇଠି ଖାଦ୍ୟ କ'ଣ ଆମର ସେ ଇନଷ୍ଟାଗ୍ରାମରେ ଫେସବୁକ୍ରେ ଲାଇଭ୍ କରୁଛନ୍ତି, ଆଜି କେଉଁ ଜାଗାରୁ ଖାଦ୍ୟ ଆଣିଲେ, କେଉଁ ଜାଗାରୁ ମାଛ ଆଣିଲେ, କେମିତି ତିଆରି କଲେ, ପ୍ରୋସେସ୍ ପ୍ରକ୍ରିୟା କୌଣସି ନିଜେ ବି ଆମେ ଯେତେବେଳେ ଖାଇକି ଆଜି ମୁଁ ସାଧା ମିଲ୍ ମଗେଇଛି, ଆଜି ଗୁରୁବାର ଖାଉଛି, ସୁନ୍ଦର ଜିନିଷ ଖାଇବା, ବହୁତ ଉଚ୍ଚକୋଟୀର, ବହୁତ ସ୍ୱାସ୍ଥ୍ୟପ୍ରଦ ଆଉ ଉନ୍ନତ ମାନର। ତେଣୁ କେଉଁଥିରେ ପରଖି ଆମେ ଦେଖୁଛେ, ତେଣୁ କେଉଁଥିରେ ବାରିବାର ନାହିଁ, ଭଲ ଖାଦ୍ୟ ଆମେ ଯାହା ଆଜି ଶୁଣିଥିଲେ, ଯାହା ଆଜି ନିହାତି ଦେଖୁଛେ। ତେଣୁ ମୁଁ ଅନୁରୋଧ କରିବି ସମସ୍ତଙ୍କୁ ଯେ ସମସ୍ତେ ଥରେ ଆସି ଦେଖନ୍ତୁ ଏବଂ ଏଇଭଳି ଇନିସିଏଟିଭ୍ ଆପଣମାନେ ନିଅନ୍ତୁ। ଆଉ ଘରେ ଝିଅ ବା ବୋହୂମାନେ ଯେଉଁ ବସିକି ସମୟ ନଷ୍ଟ କରୁଛନ୍ତି, କିଛି ଗୋଟେ ନୂଆ କରିବା, ନୂଆ ଉଦ୍ୟମ କରିବା, ବେପାର ବି ହେବ, ଲୋକଙ୍କୁ ଗୋଟେ ଭଲ ସେବା ଦେଇ ହେବ, ତା ସହିତ କିଛି 2 ପଇସା ବି ଲାଭ କରିହେବ।